মাসিক ভাতা আমার দাবি, সাংবাদিক সুরক্ষা আমার দাবি, সাংবাদিক সুরক্ষা আমার দাবি, মাসিক ভাতা আমার দাবি, ভাষা মিডিয়া, ভাষা মিডিয়া। ମୁଁ ଅରୁଣ କୁମାର ଗୌଡ଼, ଭଏସ୍ ଅଫ୍ ମିଡ଼ିଆ ଷ୍ଟେଟ୍ ଏକ୍ଜିକ୍ୟୁଟିଭ୍। କହିବେ ଆଜି ଯେହେତୁ ଆପଣ ଜିଲ୍ଲାପାଳ ଭବନ ଆମେ ଆସିବାର କାରଣ ହେଲା ଯେ ସାମ୍ବାଦିକମାନଙ୍କୁ ଆମକୁ ମାସିକ ଭତ୍ତା ଦରକାର। ବାକି ଆମର ଯେଉଁ ସାମ୍ବାଦିକମାନଙ୍କୁ ସୁରକ୍ଷା ଆମକୁ ଦରକାର। ଆଉ ପ୍ରତ୍ୟେକ ସାମ୍ବାଦିକମାନଙ୍କୁ ସୁରକ୍ଷା ନ ଦେଇକି ଯେଉଁ ରଖିଛନ୍ତି ତାକୁ ପ୍ରାୟ କିଛି ଷ୍ଟେଟ୍ ହେଇସାରିଲା ଆମର ଗଞ୍ଜାମ ଡିଷ୍ଟ୍ରିକ୍ଟରେ ହେଇନି, ତାକୁ ବହୁତ ଜଲ୍ଦି ଲାଗୁ କରିବାକୁ ପଡ଼ିବ। ସେଥିପାଇଁ ଆମେ ଆସିଲେ ଆମେ ଗଞ୍ଜାମ କଲେକ୍ଟରଙ୍କ ଥ୍ରୋରୁ ଆମେ ଚିଫ୍ ମିନିଷ୍ଟର ପାଇଁ ପଠେଇଲୁ। ତ ଆଗାମୀ ଦିନରେ ଆମେ ବହୁତ ଜଲ୍ଦି ଯାଉଛୁ କେନ୍ଦ୍ରକୁ। ତ ଏହାର କପି ଆମେ ଦେବୁ, ପ୍ରେସିଡେଣ୍ଟକୁ ଦେବୁ ଆଉ ପ୍ରାଇମ୍ ମିନିଷ୍ଟରକୁ ଦେବୁ। ସାମନ୍ତରାୟ ଗୋପବନ୍ଧୁ ପ୍ରେସ୍ କ୍ଲବ୍ର ଜଣେ ମୁଁ ସଦସ୍ୟ ଏବଂ ବର୍ତ୍ତମାନ କିଛି ପୋଷ୍ଟ ବି ଅଛି। ମୁଁ ଦୀର୍ଘ ସାମ୍ବାଦିକ ଲାଇନ୍ ବହୁତ ଦିନ ହେଲା କରି ଆସୁଛି। ଆଉ ଏଇ ଯେଉଁ ସଂଘ ବର୍ତ୍ତମାନ ଆମର 78ଟା କଣ୍ଟ୍ରିରେ ଚାଲିଛି, এই সংগঠন বিভিন্ন প্রকার সাংবাদিক সুরক্ষা উপরে কার্যকারী করুছি। কিন্তু আম ওড়িশা গভর্নমেন্ট কৌশি সাংবাদিক পর্যন্ত আজ সুরক্ষা দেই না কি দৌ না। কাহিঁকি যদি পুলিশ পাই সুরক্ষা আছে, ডক্টর পাই সুরক্ষা আছে, সাংবাদিক পাই কাহিঁকি নাই? সাংবাদিক কেউ হিসাবে স্তম্ভ হলা? তেণু সরকার আমার বিনীত অনুরোধ, যদি সমস্ত সাংবাদিক হিসাবে আপনার অল ওভর ওড়িশার এভাবে ন দিଅନ୍ତି, আগামী দিନରେ ভয়েস অফ মিডিয়া রাস্তা রোগ করিব এবং তুম্বুল হট্টগোল মধ্য সৃষ্টি করিবার সম্ভাবনা ଅଛି। বিনীত অনুরোধ সরকার ଆପଣ ଆମର ଦାବି ମାନି ନିଅନ୍ତୁ। ଆମର ପ୍ରଥମ ଭତ୍ତା ହେଲା ମାସିକ ଭତ୍ତା ଦେବେ ଏବଂ ସାମ୍ବାଦିକ ସୁରକ୍ଷା ଦେବେ। ଅଲ୍ ଓଭର ଓଡ଼ିଶା ପ୍ରତ୍ୟେକ ସାମ୍ବାଦିକଙ୍କୁ ସାମ୍ବାଦିକ ସୁରକ୍ଷା ପ୍ରଣୟନ ଅତି ଶୀଘ୍ର କରନ୍ତୁ। ଏବଂ ଆମର ଭଏସ୍ ଅଫ୍ ମିଡ଼ିଆର ଆଗକୁ ଦିଲ୍ଲୀରେ ଗୋଟେ ପ୍ରୋଗ୍ରାମ ଅଛି, ସେଥିରେ ଆମର ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କ ଆ ଉପରେ ଗୋଟେ କପି ଦିଆଯିବ ଏବଂ ରାଷ୍ଟ୍ରପତି ଗୋଟେ କପି ଦିଆହେବ। ଆଜି ଆମେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆମର ଆର ଗୋଟେ କପି ଦିଆଗଲା ଏବଂ ଆର୍ଡିଜି ମଧ୍ୟ ଆର ଗୋଟେ କପି ଦିଆଗଲା। ଆଗାମୀ ଦିନରେ ଯଦି ସାମ୍ବାଦିକ ସୁରକ୍ଷା ନ ଦିଆଯାଏ ତାହେଲେ ଜିଲ୍ଲାପାଳ ଅଫିସରେ ବାରମ୍ବାର ଏଭଳି ଆମର ଅନଶନ ଧର୍ମଘଟ ଜାରି ରହିବ। ତେଣୁ ସରକାରକୁ ଆମର ବିନୀତ ଅନୁରୋଧ, ଆମର ଭଏସ୍ ଅଫ୍ ମିଡ଼ିଆର ଅଲ୍ ଗଞ୍ଜାମ ଜିଲ୍ଲାର କିଛି ସଦସ୍ୟଙ୍କ ତରଫରୁ ଆମେ ଆପଣଙ୍କୁ ଅନୁରୋଧ କରୁଛୁ, ତୁରନ୍ତ ଆମର ସୁରକ୍ଷା ଦାବି ପୂରଣ କରନ୍ତୁ। ମିଡ଼ିଆର ଗଞ୍ଜାମ ଡିଷ୍ଟ୍ରିକ୍ଟର କୋଷାଧ୍ୟକ୍ଷ। ବର୍ତ୍ତମାନ ଆପଣ ଆଜି ଜିଲ୍ଲାପାଳ ସାମ୍ବାଦିକମାନଙ୍କ ସୁରକ୍ଷା ଓ ବୀମା କରିବାକୁ କଲେକ୍ଟର ପାଖକୁ ଆସିଥିଲୁ। କିଛି ଯେଉଁ ଆମ ଭାଇ ଅରୁଣ ଭାଇ କହିଲେ ଯାଉଛୁ ସେଣ୍ଟ୍ରାଲକୁ ବହୁତ ଜଲ୍ଦି, ମାସରେ 3 ଦିନ ପ୍ରୋଗ୍ରାମ ଅଛି ଦିଲ୍ଲୀରେ, ସବୁ ଇଏ କରିବା ପାଇଁ ରାଷ୍ଟ୍ରପତି ପାଖକୁ ପ୍ରଧାନମନ୍ତ୍ରୀ